जय श्री जगन्नाथ। मानविकता बंची रहू, मानव सुरक्षित रुहंतु, समाज संस्कार पूर्ण हेउ, ଏହା ଆମ ମନର ଚିନ୍ତା। ଏ ଚିନ୍ତା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆମ ମନରେ ରହିଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ନେହ ମମତା ଭଲ ପାଇବା ମଧ୍ୟ ରହିଛି। ସେହି କାରଣରୁ ଆଜି ଆମେ ଆପଣଙ୍କୁ ଗୋଟିଏ କଥା କହିବୁ, ଯାହା ବହୁତ ଦିନରୁ ଆମେ ଆମ ମନ ଭିତରେ ଚାପି ରଖିଥିଲୁ। ଭୟ ଥିଲା କାଳେ ଆପଣ ଭୟ କରିବେ, କିନ୍ତୁ ଆଜି କହିବାକୁ ପଡ଼ିବ। ପ୍ରତିଦିନ ଆମେ ଆପଣଙ୍କୁ ଠାକୁରଙ୍କ ବିଷୟରେ କହିଥାଉ, ଆଜି କିନ୍ତୁ ପ୍ରଥମ ଥର ଆମେ ଆପଣଙ୍କୁ ଶୈତାନ ମାନଙ୍କ ବିଷୟରେ କହିବୁ। ତିନି ଗୋଟି ଶବ୍ଦ ଆମେ ଆପଣଙ୍କୁ କହିବୁ, ସେ ତିନି ଗୋଟି ଶବ୍ଦକୁ ଆପଣ ଭୁଲିବେ ନାହିଁ। ଜୀବନରେ କୋଉଠି ନା କୋଉଠି ଏ ତିନି ଗୋଟି ଶବ୍ଦ ପୁନର୍ବାର ଆପଣ ଶୁଣିବେ। ଯେଉଁଠି ଶୁଣିବେ, ଯିଏ ବି କହିବେ, ତାଙ୍କଠାରୁ ଆପଣ ସବିଶେଷ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିବେ, ସିଏ ସେ ବିଷୟରେ କଣ ଜାଣିଛନ୍ତି। ପ୍ରଥମ ଶବ୍ଦ ଫ୍ରି ମିଶନ ବା ସିକ୍ରେଟ ସୋସାଇଟି। ଦ୍ୱିତୀୟ ଶବ୍ଦ ଶୈତାନିଜିମ ବା ଇଲୁମିନାଟି। ତୃତୀୟ ଶବ୍ଦ ମ୍ଲେଚ୍ଛରାଜ। ଏହି ମ୍ଲେଚ୍ଛରାଜ ଶବ୍ଦ ବିଷୟରେ ଆମେ ପ୍ରଥମେ କହିବୁ। ଏ ଶବ୍ଦ ଆମେ ପ୍ରଥମେ ଶୁଣିଥିଲୁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖରୁ। ତାଙ୍କ ପାଖକୁ ଆମେ ଯାଇନଥିଲୁ, ଆମେ ସୋସିଆଲ ମିଡ଼ିଆରେ ତାଙ୍କର ଗୋଟେ ଚ୍ୟାନେଲ ରହିଛି, ଆପଣ ଦେଖୁଛନ୍ତି ଫଟୋରେ ଯେଉଁ ଚ୍ୟାନେଲ, ସେଇ ଚ୍ୟାନେଲରେ ଆମେ ତାଙ୍କ କଥା ଶୁଣିଥିଲୁ। ଏ ବିଷୟରେ ବି ଆମକୁ ଯେହେତୁ ଆମେ ୟୁଟ୍ୟୁବରେ ଅଛୁ, ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ସେମାନଙ୍କ ଭିତରୁ ଜଣେ କହିଥିଲେ ଶୁଣିବା ପାଇଁ, ସେଥିପାଇଁ ଆମେ ଶୁଣିଥିଲୁ। କିଛି ଆପଣ ଆମକୁ ମତାମତ ଦିଅନ୍ତି, ଯାହାକୁ ଆମେ ମଧ୍ୟ ଗ୍ରହଣ କରିଥାଉ କି କଣ କହୁଛନ୍ତି, କାହିଁକି କହୁଛନ୍ତି, ଶୁଣିଦେବା କଥାଟି ତ କିଛି ଜରୁରୀ ଅଛି ବୋଧେ। ତ ଆମେ ଶୁଣିବା ସମୟରେ ଏହି ମ୍ଲେଚ୍ଛରାଜ ଶବ୍ଦଟି ସେଠି ଶୁଣିଥିଲୁ ଏବଂ ସିଏ ଗୋଟେ ସିରିଜ କରିଥିଲେ, ମ୍ଲେଚ୍ଛରାଜ ଏପିସୋଡ 1, 2 ଏମିତି କରିକି। ତ ସେହି ସିରିଜରେ ଏମିତି ଫଟୋ ବି ଆମେ ଦେଖିଥିଲୁ, ଏମିତି ମେଣ୍ଢା ମୁହଁ ପରି ଗୋଟିଏ ଦାନବର ମୁହଁ, ତାର ଶିଙ୍ଗ ଅଛି, ବିଭିନ୍ନ ପ୍ରକାର ଭୟଙ୍କର ଫଟୋ, ଏମିତି ନାଲି ରଙ୍ଗ, ରକ୍ତ ରଙ୍ଗ। ଆଉ ସେ ଯୋଉ କଥା ସବୁ କହିଥିଲେ, ସେ କଥା ସବୁ ଆଜି ଆମକୁ ସତ ଲାଗିଲା ଯେତେବେଳେ ଆମେ ଏପଷ୍ଟିନ୍ ଫାଇଲର ଯେଉଁ ଫଟୋ ଅଛି ଏବଂ ଭିଡିଓ ଅଛି ସେସବୁ ଦେଖିଲୁ। ଏ ଫଟୋ ଦେଖନ୍ତୁ, ଏଠି ବି ମେଣ୍ଢା ମୁଣ୍ଡ, ସେଇଭଳି ଭାବରେ ଶିଙ୍ଗ ରହିଛି। ଈଶ୍ୱରଙ୍କ ବିଷୟରେ ଆମେ ବହୁତ ଭଲରେ ବର୍ଣ୍ଣନା କରିପାରିବୁ, ବହୁତ ଧୈର୍ଯ୍ୟର ସହିତ ବର୍ଣ୍ଣନା କରିପାରିବୁ, କିନ୍ତୁ ଏ ଦାନବ ମାନଙ୍କ ବିଷୟରେ ଏତେ ସବୁ କହିବା ଆମ ପକ୍ଷେ ସମ୍ଭବ ନୁହେଁ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣ ଯଦି ସେ ମ୍ଲେଚ୍ଛରାଜ ସିରିଜ ଦେଖିବା ପାଇଁ ଚାହାନ୍ତି, ତାଙ୍କ ଚ୍ୟାନେଲକୁ ଯାଇକି ଆପଣ ନିଶ୍ଚୟ ଦେଖିପାରିବେ। ସେ ଚ୍ୟାନେଲ ଆମେ ଆପଣଙ୍କୁ ଫଟୋ ଦେଖେଇ ଦେଇଛୁ, ଚ୍ୟାନେଲ ସର୍ଚ୍ଚ କଲେ ଆପଣ ପାଇଯିବେ, ମ୍ଲେଚ୍ଛରାଜ ସର୍ଚ୍ଚ କଲେ ଆପଣ ପାଇଯିବେ। ସେଠି ଆପଣ ତାଙ୍କ କଥା ଡାଇରେକ୍ଟ ଶୁଣନ୍ତୁ। ସେ ଜଣେ ଆଧ୍ୟାତ୍ମିକ ଗୁରୁ, ଆମେ ତାଙ୍କ ପାଦର ଧୂଳି ବି ନୁହେଁ କି ଆମେ ସେଇଭଳି କିଛି କହିପାରିବୁ। ସେ ଯେଉଁଭଳି ବୁଝେଇକି ପ୍ରମାଣ ଦେଇକି କହିଛନ୍ତି, ଟିକେ ଧୈର୍ଯ୍ୟ ଧରି ଆପଣଙ୍କୁ ଶୁଣିବାକୁ ପଡିବ। ତାଙ୍କ ଭିଡିଓ ବହୁତ ଲମ୍ବା ରହିଥାଏ, କାହିଁକି ନା କୌଣସି ଏଣ୍ଟରଟେନମେଣ୍ଟର ଭିଡିଓ ସେ ସେୟାର କରନ୍ତି ନାହିଁ। ଯାହା ବି ସେୟାର କରନ୍ତି ସମାଜର ହିତରେ ଏବଂ ଜ୍ଞାନବର୍ଦ୍ଧକ ଭିଡିଓ, ଏବଂ ସମାଜ ପାଇଁ ଚିନ୍ତା କରୁଥିବା ବ୍ୟକ୍ତିମାନେ ଧୈର୍ଯ୍ୟ ଦେଇକି ନିଶ୍ଚୟ ଶୁଣିବେ। ଯଦି ଆପଣଙ୍କର ପ୍ରଶ୍ନ ରହିବ ଏପଷ୍ଟିନ୍ ଫାଇଲ କଣ, ଏପଷ୍ଟିନ୍ ଗୋଟିଏ ଲୋକର ନାଁ, ଇଏ ହେଉଛି ସେଇ ଲୋକର ଫଟୋ। ଏ ଲୋକ ପାଖରେ ବହୁତ ଟଙ୍କା ଅଛି, ଏତେ ଟଙ୍କା ଅଛି ଯେ ଗୋଟିଏ ଆଇଲ୍ୟାଣ୍ଡକୁ ଏ ଲୋକ ଏକା କିଣି ଦେଇଛି। ଏପଷ୍ଟିନ୍ର ଆଇଲ୍ୟାଣ୍ଡକୁ ବହୁତ ବଡ଼ ବଡ଼ ବିତ୍ତଶାଳୀ ଲୋକ ଯାଉଥିଲେ ଏବଂ ରାଷ୍ଟ୍ର ମୁଖ୍ୟମାନେ ଯାଉଥିଲେ। ରାଷ୍ଟ୍ର ମୁଖ୍ୟ କହିଲେ ସାଧାରଣ ଜନତାଙ୍କର ଜୀବନ ତାଙ୍କ ହାତ ମୁଠାରେ, ତାଙ୍କ ହାତରେ ପାୱାର, ତାଙ୍କ ହାତରେ ଟଙ୍କା, ତାଙ୍କ ହାତରେ ସବୁ କିଛି। ତ ସେଇ ଲୋକମାନେ ସେ ଆଇଲ୍ୟାଣ୍ଡକୁ ଯାଉଥିଲେ। କାହିଁକି ଯାଉଥିଲେ ଆପଣ ନିଜକୁ ଥରେ ପ୍ରଶ୍ନ କରନ୍ତୁ। ଏତେ ବଡ଼ ଲୋକ ଯାହାଙ୍କ ପାଖରେ କିଛି ଅଭାବ ନାହିଁ, ସିଏ ସେ ଆଇଲ୍ୟାଣ୍ଡକୁ ଯିବାର କାରଣ କଣ? ଏପଷ୍ଟିନ୍ ଫାଇଲ ବିଷୟରେ ଜାଣିବା ପରେ ବିଭିନ୍ନ ଲୋକ ବିଭିନ୍ନ ମତ ଦେଉଛନ୍ତି କି ସେମାନେ ସେ ଆଇଲ୍ୟାଣ୍ଡରେ କଣ କରୁଥିଲେ। ନିଜସ୍ୱ ମତାମତ ରହିଛି, ତେଣୁ ଆମେ ଆମର ନିଜସ୍ୱ ମତାମତ ଦେବୁ। ସେ ଆଇଲ୍ୟାଣ୍ଡକୁ ସେମାନେ ପାୱାର ପାଇଁ ଯାଉଥିଲେ। ଦୁଇ ପ୍ରକାରର ପାୱାର ସେମାନଙ୍କୁ ଦରକାର ଥିଲା। ଗୋଟିଏ ହେଉଛି ସମଗ୍ର ବିଶ୍ୱ ଉପରେ ଶାସନ କରିବା, ଦ୍ୱିତୀୟ ପାୱାର ହେଉଛି ନିଜକୁ ସବୁବେଳେ ୟଙ୍ଗ ରଖିବା ବା ଅଧିକ ଦିନ ବଞ୍ଚି ରହିବାର ଯେଉଁ ଶକ୍ତି, ସେ ଶକ୍ତି ତାଙ୍କୁ ଦରକାର ଥିଲା। ଏବଂ ସେ ଶକ୍ତି ତାଙ୍କୁ ଗୋଟିଏ ଦାନବ ଠାରୁ ମିଳୁଥିଲା, ଯେଉଁ ଦାନବକୁ ସେମାନେ ପୂଜା କରିବା ପାଇଁ ସେ ଆଇଲ୍ୟାଣ୍ଡକୁ ଯାଉଥିଲେ। ଏବଂ ସେ ଆଇଲ୍ୟାଣ୍ଡରେ ସେମାନେ ମଣିଷର ମାଂସ ଖାଉଥିଲେ ଏବଂ ମଣିଷର ରକ୍ତ ପିଉଥିଲେ। ଯେଉଁ ମଣିଷ ମାଂସ ସେ ଖାଉଥିଲେ, ରକ୍ତ ପିଉଥିଲେ, ସେ ମଣିଷ କୌଣସି ପୁରୁଷ ନୁହନ୍ତି, ସେ ଛୋଟ ଛୋଟ ଝିଅ, ଛୋଟ ଝିଅ, 16 ବର୍ଷ ବୟସ ପର୍ଯ୍ୟନ୍ତ ଝିଅ,
ସେମାନଙ୍କୁ ସେମାନେ ବଳାତ୍କାର କରିବା ସହିତ ଗର୍ଭବତୀ କରୁଥିଲେ ଏବଂ ତାଙ୍କର ପିଲାଙ୍କୁ ମଧ୍ୟ ବଢିବା ପାଇଁ ଦେଉଥିଲେ, କାହିଁକି ନା ଭବିଷ୍ୟତରେ ସେ ପିଲାଙ୍କର ମାଂସ ଏବଂ ରକ୍ତ ସେମାନେ ଖାଇପାରିବେ, ପିଇପାରିବେ। ସେଥିପାଇଁ ପିଲାମାନେ କେମିତି ସେଠି ଅଧିକ ଜନ୍ମ ହେଇକି ବଢି ପାରିବେ ସେ ବ୍ୟବସ୍ଥା ମଧ୍ୟ ସେମାନେ କରୁଥିଲେ ଏବଂ ସେଇ ଝିଅମାନଙ୍କୁ ଶାରୀରିକ ନିର୍ଯାତନା ଦେବା ସହିତ ସେମାନଙ୍କୁ ଭୟଭୀତ କରିକି ରଖୁଥିଲେ। ସେମାନଙ୍କର ରକ୍ତ ପିଇବା ସହିତ ସେମାନଙ୍କର ମାଂସକୁ ରାନ୍ଧିକି ଖାଉଥିଲେ, ସେମାନଙ୍କୁ ସେଠି ମାରି ଦଉଥିଲେ। ତେଣୁ ସେ ଆଇଲ୍ୟାଣ୍ଡକୁ ସେମାନେ ବାହାର ଲୋକଙ୍କୁ ଯିବାକୁ ଦେଉନଥିଲେ। ଏ ସମସ୍ତ ସତ୍ୟ ଫଟୋ ଏବଂ ଭିଡିଓ ଆକାରରେ ଏପ୍‌ଷ୍ଟାଇନ୍ ଫାଇଲରେ ବାହାରକୁ ଆସିଛି, ଯାହାକୁ ଦେଖିକି ସାଧାରଣ ଲୋକମାନେ ବହୁତ ଭୟଭୀତ ହୋଇଛନ୍ତି, ସଚେତନ ହେଉଛନ୍ତି, କ୍ରୋଧିତ ମଧ୍ୟ ହେଇଛନ୍ତି। ବିଭିନ୍ନ ପ୍ରକାର ମିଶ୍ରିତ ପ୍ରତିକ୍ରିୟା ଆସୁଛି। ତେଣୁ ଏସବୁ ବିଷୟରେ ଆପଣ ସଚେତନ ହେବା ଦରକାର। ଆଉ ଦୁଇଟି ଶବ୍ଦ ବିଷୟରେ ଆମେ ଆପଣଙ୍କୁ କହିବୁ। ଏପ୍‌ଷ୍ଟାଇନ୍ ଫାଇଲ ବିଷୟରେ ଯେତିକି ଆମେ ସୋସିଆଲ ମିଡିଆରୁ ଜାଣିଥିଲୁ ସେତିକି ଆମେ ଆପଣଙ୍କୁ ସଚେତନ କରିବା ପାଇଁ କହିଛୁ। ବାକି ମ୍ଲେଚ୍ଛରାଜର ସିରିଜ ଦେଖିବା ପାଇଁ କହିଛୁ। ବର୍ତ୍ତମାନ ଦେଖନ୍ତୁ ତାଙ୍କର ଖାଇବାର ଯେଉଁ ଡାଇନିଂ ଟେବୁଲ ରହିଛି, ସେଇ ଏପ୍‌ଷ୍ଟାଇନ୍‌ର ଯେଉଁ ଆଇଲ୍ୟାଣ୍ଡ ରହିଛି ସେଠି ଡାଇନିଂ ଟେବୁଲ ଉପରେ ମଣିଷର ମାଂସ ବଢ଼ାଯାଇଛି। ସେମାନେ ଏଇ ମାଂସକୁ ଖାଉଛନ୍ତି। ଇଏ ତ ଫଟୋ, ଆପଣ ଭିଡିଓ ଦେଖିଲେ ଆହୁରି ହୁଏତ ଆପଣଙ୍କର ପ୍ରତିକ୍ରିୟା ବିଭିନ୍ନ ପ୍ରକାର ହେବ ଆପଣଙ୍କର ମନ ଅନୁସାରେ। ଆମେ ଆପଣଙ୍କୁ ଏତିକି କହିବୁ, ଧୈର୍ଯ୍ୟ ଧରିବେ, କେବେ ବି କୌଣସି ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁ ନାହିଁ। ଏହା କଳିଯୁଗ, ତେଣୁ ଆହୁରି ଭୟଙ୍କର ଜିନିଷ ଦେଖିବାକୁ ବାକି ଅଛି। ତେଣୁ କେବଳ ମହାପ୍ରଭୁଙ୍କୁ ଛାତିରେ ରଖିକି ଆପଣଙ୍କୁ ଏସବୁ ଜିନିଷ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡ଼ିବ। ଚିନ୍ତା କରନ୍ତୁ, ଆହୁରି ଗଭୀର ଭାବରେ ଚିନ୍ତା କରନ୍ତୁ। ଆଜି ପର୍ଯ୍ୟନ୍ତ ଏପ୍‌ଷ୍ଟାଇନ୍ ଫାଇଲ ବାହାରକୁ କାହିଁକି ଆସୁନଥିଲା? ଆଜି ହଠାତ୍ ତାକୁ କିଏ କାହିଁକି ବାହାରକୁ ଆଣିଲା? ଆ ପଛରେ ବି କିଛି ଷଡ଼ଯନ୍ତ୍ର ଅଛି ନା କ'ଣ? ନିଶ୍ଚୟ ଷଡ଼ଯନ୍ତ୍ର ଥାଇପାରେ। କୋରୋନା ମହାମାରୀ ବ୍ୟାପିବାରେ ଯଦି ଷଡ଼ଯନ୍ତ୍ର ଅଛି, କୋରୋନା ଭ୍ୟାକ୍ସିନ ଲୋକଙ୍କୁ ଦେବାରେ ଯଦି ଷଡ଼ଯନ୍ତ୍ର ଅଛି, ତାହେଲେ ଏ ଫାଇଲ ବାହାରକୁ ଆସିବା ପଛରେ ମଧ୍ୟ ଷଡ଼ଯନ୍ତ୍ର ଅଛି। ଦ୍ୱିତୀୟ ଶବ୍ଦ ଥିଲା ଫ୍ରିମେସନ୍ ବା ସିକ୍ରେଟ ସୋସାଇଟି ଏବଂ ତୃତୀୟ ଶବ୍ଦ ଥିଲା ଇଲୁମିନାଟି। ବହୁତ ଲୋକ ଫ୍ରିମେସନ୍, ସିକ୍ରେଟ ସୋସାଇଟି ଏବଂ ଇଲୁମିନାଟି ଏ ତିନିଟା ଯାକ ଅଲଗା ଅଲଗା ବୋଲି କୁହନ୍ତି, ଅଲଗା ଅଲଗା ସୋସାଇଟି ବୋଲି। କିନ୍ତୁ ଆମକୁ ଏସବୁ ଏକା ଭଳିଆ ଲାଗେ। ଆମେ ଏତେ ଡିଟେଲ ତ କହିପାରିବୁ ନାହିଁ, କିନ୍ତୁ ଯେତିକି ପ୍ରମାଣ ଆମକୁ ମିଳିଛି, ଆମେ ଯାହା ବି କହୁଛୁ ସୋସିଆଲ ମିଡିଆରୁ ହେଉ ପଛେ, କିନ୍ତୁ ତାର ପ୍ରମାଣ ସହିତ କହୁଛୁ। ଆମେ ଆପଣଙ୍କୁ ପ୍ରମାଣ ବି ଭିଡିଓ ସହିତ ଦେଇଦେବୁ। ସିକ୍ରେଟ ସୋସାଇଟିର ଜଣେ ମେମ୍ବର ଆମର ଭାରତରେ ଅଛନ୍ତି, ହୁଏତ ଆହୁରି ମେମ୍ବର ଥିବେ। ଆମେ ଜଣକୁ ଦେଖିଛୁ। ଗୋଟେ ବ୍ଲଗରେ ଆମେ ଦେଖିଥିଲୁ, ଜଣେ ଭିଡିଓ ସେୟାର କରିଥିଲେ, ଜଣେ ୟୁଟ୍ୟୁବର। ସିଏ ଯାଇଥିଲେ ଗୋଟେ ମନ୍ଦିରକୁ, ଯେଉଁ ମନ୍ଦିର କି ମାନେ ଏଲିଏନ ସେଠି ପୂଜା ହେଉଛନ୍ତି। ସେ ଭିଡିଓରେ କହୁଥିଲେ କି ଇଏ ହେଉଛି ଭାରତର ପ୍ରଥମ ଏଲିଏନ ମନ୍ଦିର। ଇଏ ସେ ଏଲିଏନ ଯାହାକୁ ଦେଖିକି ସେ ପୁରା ଆଶ୍ଚର୍ଯ୍ୟ ହେଇଯାଇଥିଲେ। ଆଉ ଇଏ ହେଉଛନ୍ତି ସେଇ ଲୋକ ଯିଏକି ତାମିଲନାଡୁରେ ତାଙ୍କର ଘର। 2 ମାସ ତଳର ଏ ଭିଡିଓ, ଆପଣ ତାଙ୍କ ଚ୍ୟାନେଲର ନାଁ ଦେଖିକି ଭିଜିଟ କରି ଯାଇପାରିବେ। ଏ ଭିଡିଓ ଆପଣ ନିଜ କାନରେ ଆପଣ ଶୁଣିପାରିବେ। ସେ କହୁଛନ୍ତି କି ସେ ସିକ୍ରେଟ ସୋସାଇଟିର ମେମ୍ବର। ରାତି 12ଟାରେ ତାଙ୍କର ସେ ଏଲିଏନକୁ ପୂଜା କରନ୍ତି, ପୁଣି 3 ମାସକୁ ଥରେ ପୂଜା କରନ୍ତି। ସେ ପୂଜା ଆରତି କେମିତି କରାଯାଏ, କ'ଣ ପ୍ରାର୍ଥନା, ସେ ସବୁ କିଛି ସିକ୍ରେଟ। କିଛି ବି ସେ କହିବେ ନାହିଁ, ସବୁ ସିକ୍ରେଟ। ତ ଏଇ ସିକ୍ରେଟ ସୋସାଇଟି କ'ଣ, ସେ ୟୁଟ୍ୟୁବର ବି ବୁଝେଇଥିଲେ କି ଏମିତି ଗୋଟେ ଗ୍ରୁପ, ଯୋଉ ଗ୍ରୁପ ପରଦା ପଛରେ ରହିକି ପୁରା ଦୁନିଆକୁ କଣ୍ଟ୍ରୋଲ କରନ୍ତି। ଅର୍ଥାତ୍ ଏମାନେ ସିକ୍ରେଟ ରହିଥାନ୍ତି, ଲୁଚିକି ରହିଥାନ୍ତି, ନିଜର ପରିଚୟକୁ ଛୁପେଇଥାନ୍ତି। ଯେମିତିକି ଏପ୍‌ଷ୍ଟାଇନ୍ ଫାଇଲରେ ଆପଣମାନଙ୍କ ସାମ୍ନାକୁ ଆସିଲା, ସେ ଆଇଲ୍ୟାଣ୍ଡରେ ସବୁ କିଛି ଲୁଚା ଛପାରେ ଚାଲିଥିଲା। ଚୋରା କାମ, ଯେଉଁ ଚୋରା କାମରେ ଲୋକଙ୍କର ମାଂସ, ରକ୍ତ ବି ସାମିଲ ରହିଛି। ସେଠି ଛୋଟ ଛୁଆମାନଙ୍କ ସହିତ ଯେଉଁଭଳି ଭୟଙ୍କର କାଣ୍ଡ କରାଯାଉଥିଲା, ଯାହାକୁ ପାଟିରେ ଲୋକ କହିବା ବି କଷ୍ଟକର। ଆମ ଭଳିଆ ଲୋକ ସବୁ ମାନେ ଯେଉଁମାନେ ଏସବୁ କରିଛନ୍ତି, ମ୍ଲେଚ୍ଛ ମାନେ ଖାସ କରି ଏଥିରେ ସାମିଲ ଅଛନ୍ତି ଅଧିକାଂଶ। ତେଣୁ ମ୍ଲେଚ୍ଛମାନଙ୍କ ପାଇଁ ଏସବୁ ତ ବହୁତ ସହଜ, କିନ୍ତୁ ଆମ ପାଇଁ ଏସବୁ କହିବା କଷ୍ଟକର। ଆଉ ଗୋଟେ ଜରୁରୀ କଥା, ଏ କଥାଟା ଜରୁରୀ କାହିଁକି ଆମେ କହିଲୁ ନା, ଏ କଥାଟା ବାସ୍ତବରେ ଜରୁରୀ। ସେଥିପାଇଁ 2 ଥର କହୁଛୁ, ଟିକେ ଶୁଣିବେ ମନ ଦେଇକି। ଜିହାଦ ଶବ୍ଦ ମନେ ଥିବ ଆପଣଙ୍କର। ଲଭ୍ ଜିହାଦ ବିଷୟରେ ଆମେ ଭିଡିଓ କରିଥିଲୁ। କେତେ ଲୋକ ଦେଖୁଛନ୍ତି ଆମକୁ ଫରକ ପଡେନି। ଜଣେ ଯଦି ଦେଖୁଛନ୍ତି, ଜଣେ ସଚେତନ ହେଉଛନ୍ତି, ସେତିକିରେ ବି ଯଥେଷ୍ଟ। ଆମର କର୍ତ୍ତବ୍ୟ ଆମେ କରିବୁ, ମଲା ପର୍ଯ୍ୟନ୍ତ କରୁଥିବୁ। ସେଇ ଲଭ୍ ଜିହାଦ ଯେତେ ଭୟଙ୍କର ବା ଯେତେ ସବୁ ଜିହାଦ ଅଛି, ସବୁ ଜିହାଦ ଯେତେ ଭୟଙ୍କର, ତାଠାରୁ 1000 ଗୁଣରେ ଭୟଙ୍କର ଫ୍ରିମେସନ୍। ଫ୍ରିମେସନ୍ ଏତେ ଭୟଙ୍କର ଯାହା ଆପଣ ଚିନ୍ତା ବି କରିନଥିବେ। ଫ୍ରିମେସନ୍ ଏମିତି ଲୁଚି ଛପି ଆମମାନଙ୍କ ଉପରେ ପ୍ରହାର କରୁଛି,
ବର୍ତ୍ତମାନ ବି ଆପଣ ଯେଉଁଠି ଅଛନ୍ତି ସେଠି ଫ୍ରିମ୍ୟାସନର କିଛି ନା କିଛି ଜିନିଷ ଉପସ୍ଥିତ ରହିଛି। ଆମର ସାବୁନରେ, ପେଷ୍ଟରେ, ସବୁ ଜାଗାରେ ଏହି ଶୈତାନ ବା ଯାହାକୁ ଶେତାନ କୁହନ୍ତି ହିନ୍ଦୀରେ, ସେଇ ବିଷୟରେ ଏଠି ଇଏ ଯୋଉ ସିଙ୍ଗର ନା ୟୋ ହନି ସିଂ ଆଙ୍କ ନାଁ କୁହନ୍ତି, ତାଙ୍କର ଗୋଟେ ପଡକାଷ୍ଟ ରହିଛି। ତାଙ୍କ କଥା ଆପଣ ଶୁଣିପାରିବେ, ୟୁଟ୍ୟୁବରୁ ଯାଇକି ସର୍ଚ୍ଚ କରି ଶୁଣିପାରିବେ। ଯଦି ନ ଶୁଣିବା ପାରୁଛନ୍ତି ଆପଣଙ୍କୁ ଆମେ ବି ଭିଡିଓ ଦେଇଦେବୁ। ଏଇ ଯୋଉ ଭିଡିଓ ଆମେ ସୁଟ୍ କରିଛୁ ତାର ସାଉଣ୍ଡ ଆମେ ଆପଣଙ୍କୁ ଖାଲି ର ଭିଡିଓ ଅପଲୋଡ କରିଦେବୁ, ଆପଣ ଶୁଣିବେ। ଏଠି ଆମକୁ କଥା କହିବାର ଅଛି, ତେଣୁ ଆମକୁ ତାଙ୍କ ଭିଡିଓ ଏଠି ଦେଖେଇବାକୁ ପଡୁଛି। ଇଏ ହନି ସିଂ ନିଜେ ଏ ପଡକାଷ୍ଟରେ କହୁଛନ୍ତି କି ତାଙ୍କର ଜଣେ ସାଙ୍ଗ, ତାଙ୍କ ସାଙ୍ଗର ଗୋଟେ ଝିଅ ସାଙ୍ଗ ଥିଲା। ତ ସେଇ ଝିଅ ସାଙ୍ଗ ହନି ସିଂଙ୍କୁ ନେଇକି ଶୈତାନର ଯୋଉ ଚର୍ଚ୍ଚ ଥିଲା ସେଇ ଚର୍ଚ୍ଚକୁ ଯାଇଥିଲା। ତ ସେଠି ତଳେ ହୋଟେଲ ଥିଲା। ସେ ହୋଟେଲରେ ସିଏ ହନି ସିଂଙ୍କୁ ଭଲ ଲାଗୁଥିବା ଗୋଟେ ରେସିପି, ପୋଦିନା ପତ୍ର ପଡିକି ଚିକେନ, ସେ ରେସିପି ହନି ସିଂଙ୍କୁ ଭଲ ଲାଗେ ଏବଂ ଯେମିତି ଟେଷ୍ଟ ହେଲା ମାନେ ତାଙ୍କୁ ଭଲ ଲାଗେ, ସେଇ ଟେଷ୍ଟର ସେଇ ରେସିପି ତାଙ୍କ ଆଗରେ ଆସିକି ବଢା ହେଇଗଲା, ଯାହାକି ସେ ବିଲକୁଲ କହିନଥିଲେ କି ମତେ ଏ ରେସିପି ଦରକାର, ଏମିତି ରେସିପି ମତେ ଦିଅ। କିଛି ବି ସେ ଅର୍ଡର କରିନାହାନ୍ତି, କିନ୍ତୁ ତାଙ୍କ ସାମ୍ନାରେ ସେ ଆଣି ରଖିଦେଲେ। ତ ସେ ଆଶ୍ଚର୍ଯ୍ୟ ହେଇଗଲେ। ତ ସେ ଝିଅ କହିଲା କି ଇଏ କିଛି ନୁହଁ, ଆହୁରି ବହୁତ ଜିନିଷ ଅଛି, ଯଦି ବହୁତ କିଛି ପାଇବାକୁ ଚାହୁଁଛ ଆମ ସାଙ୍ଗରେ ଆସ। ତ ଏତିକି କହିକି ସେ ତାଙ୍କୁ ନେଇକି ଯାଇଥିଲା ସେ ଶୈତାନର ଚର୍ଚ୍ଚ ଭିତରକୁ। ସେ ଚର୍ଚ୍ଚରେ ଯୋଉ ଭଳିଆ ପରିସ୍ଥିତି ଥିବ ଆପଣ ମାନେ ବୁଝିପାରୁଥିବେ। ଶୈତାନର ଜାଗା ମାନେ ସେଠି ଅନ୍ଧକାର ନିଶ୍ଚୟ ଥିବ, ଆହୁରି ସବୁ ଭୟାନକ ଜିନିଷ ଥିବ। ତ ଇଏ କହିବା କଥା ହନି ସିଂ କି ଯେହେତୁ ସେ ନିଜେ ନିଶାଗ୍ରସ୍ତ, ତେଣୁ ସେ ଭୟ କରିନଥିଲେ, ସେ ସେଠି ବସିକି ଫଟୋ ବି ଉଠେଇଥିଲେ। ସେ ପଡକାଷ୍ଟରେ କହୁଛନ୍ତି ସେଠି ଗୋଟେ ଏମିତି ଶକ୍ତି ଥିଲା ଯିଏ ତାଙ୍କୁ ଚାପି ଦେବା ପାଇଁ ଚେଷ୍ଟା କରୁଥିଲା। ଯେମିତିକି ଗୋଟେ ଆପଣ ଗାଡିରେ ବସି ଯାଉଛନ୍ତି, ଟ୍ରେକରରେ ବସିକି ଯିବା ସମୟରେ 4 ଜଣ ଜାଗାରେ 5 ଜଣ ବସିଗଲେ ଆମେ ଚାପି ହେଇଯାଏ। ତ ସେଇଭଳି ଅବସ୍ଥା ତାଙ୍କର ଥିଲା, ତାଙ୍କୁ ଯେମିତିକି ଚାପି ଦଉଥିଲା ସେଇଭଳି ତାଙ୍କୁ ଲାଗୁଥିଲା। ସେ ଜାଣିପାରିଲେ କି ସେଠି ଗୋଟେ କିଛି ଏନର୍ଜି ରହିଛି, ଯାହାକି ନେଗେଟିଭ ଏନର୍ଜି ଭଳି ତାଙ୍କୁ ଫିଲ୍ ହଉଥିଲା। ସିଏ କହିବା କଥା କି ସେ ତାଙ୍କ କଥାରେ ରାଜି ହେଇ ନଥିଲେ, କିନ୍ତୁ ସିଏ କିଛି ନା କିଛି ଜାଣିକି ସେ ଜାଗାରୁ ଆସିଥିଲେ ବାରି ଏବଂ ସେ ଫଟୋକୁ ସୋସିଆଲ ମିଡିଆରେ ଯେତେବେଳେ ପୋଷ୍ଟ କରାଗଲା, ସେ ଫଟୋକୁ ବିରୋଧ କରାଯାଇଥିଲା। ବିରୋଧ ପରେ ସେ ଫଟୋକୁ ସେ ଡିଲିଟ କରିଦେଇଥିଲେ। କିନ୍ତୁ ତାଙ୍କର ଯୋଉ ଏକ୍ସପିରିଏନ୍ସ ଥିଲା, ଯୋଉ ଅନୁଭୂତି ସେଠି ଯାଇକି ସେ ଯୋଉ ଅନୁଭବଟା କରିଥିଲେ, ସେଇ ଜିନିଷ ଆଜି ଆମର କାମରେ ଆସିଲା। ତାଙ୍କ କଥାରୁ ଆମେ ବହୁତ କିଛି ଶିଖିପାରିବା, ବହୁତ କିଛି ଜାଣିପାରିବା ଏବଂ ସଚେତନ ରହିପାରିବା। କେବଳ ସଚେତନ ରହିଲେ ହେବ ନାହିଁ, ସଚେତନ କରିବାକୁ ପଡିବ। ସମସ୍ତଙ୍କୁ ନିଜର ବା ଆପଣାର ଭାବିକି ଆମେ ସଚେତନ କରିବା ପାଇଁ ଚେଷ୍ଟା କରିଛୁ। କୌଣସି ମନ୍ଦ ଉଦ୍ଦେଶ୍ୟ ଆମର ନାହିଁ। ଆମେ ସବୁବେଳେ ଗୋଟେ କଥା କହିଥାଉ, ଆତ୍ମରକ୍ଷା ପାଇଁ ଯଦି ଆପଣଙ୍କୁ ଶସ୍ତ୍ର ବି ଉଠେଇବାକୁ ପଡେ ସେଥିରେ କୌଣସି ଭୁଲ ନାହିଁ। ଆମ ଶାସ୍ତ୍ର ଆମକୁ ଅନୁମତି ଦେଇଛନ୍ତି, ଆତ୍ମରକ୍ଷା ପାଇଁ ଆମେ ଶସ୍ତ୍ର ଉଠେଇ ପାରିବା। ବର୍ତ୍ତମାନ ସମୟରେ ଆମେ ସ୍ୱାର୍ଥପର ନ ହେଇକି ସାର୍ବଜନୀନ ଚିନ୍ତା କରିବା। ଆମ ଦେଶକୁ ବଞ୍ଚେଇବା ବର୍ତ୍ତମାନ ସବୁଠାରୁ ବଡ କାମ। ଆମ ଦେଶ ଏବଂ ଦେଶବାସୀ ବିପଦରେ ଅଛନ୍ତି। ବିଭିନ୍ନ ପ୍ରକାରର ଶକ୍ତି ଆମକୁ ଆକ୍ରାନ୍ତ କରୁଛି। ଆମକୁ ସମୂଳେ ଧ୍ୱଂସ ନ କରିପାରିଲେ ମଧ୍ୟ ଏହା ମାନବ ସମାଜ ଏବଂ ମାନବିକତା ପ୍ରତି ବହୁତ ବଡ ବିପଦ। ଆପଣ ଏ ପଡକାଷ୍ଟ ଶୁଣିବେ, ଆମେ ଆପଣଙ୍କୁ ସାଉଣ୍ଡ ସହିତ ଅପଲୋଡ କରିଦେବୁ, ଆପଣ ଶୁଣିପାରିବେ। ଯଦି ଆପଣ ହିନ୍ଦୀ ବୁଝିପାରୁଥିବେ, ଆପଣ ଶୁଣିବା ପରେ ଆପଣ ଜାଣିପାରିବେ କି ବାସ୍ତବରେ ଫ୍ରିମାସନ କେତେ ଭୟଙ୍କର, ସିକ୍ରେଟ ସୋସାଇଟି କେତେ ଭୟଙ୍କର ଏବଂ ଏପଷ୍ଟିନ୍ ଫାଇଲ ନାମରେ ଯୋଉ ଜିନିଷ ଆସିଛି ଇଏ ସତ ନା ମିଛ। ଏପଷ୍ଟିନ୍ ଫାଇଲ ବିଷୟରେ ସର୍ଚ୍ଚ କରିବା ପାଇଁ, ଜାଣିବା ପାଇଁ ଏପଷ୍ଟିନ୍ ଯୋଉ ଆଇଲ୍ୟାଣ୍ଡ କିଣିଥିଲା, ସେ ଆଇଲ୍ୟାଣ୍ଡକୁ ଜଣେ ଆମେରିକାର ୟୁଟ୍ୟୁବର ସେ ଜାଗାକୁ ଯାଇଥିଲେ। ସେ ଜାଗାକୁ ଯିବା ସମୟରେ ତାଙ୍କ ସହିତ କେମିତି କେମିତି କଣ ସବୁ ଘଟିଥିଲା, ସେ କେତେ କଷ୍ଟରେ ସେ ଜାଗାକୁ ଯାଇଥିଲେ ଏବଂ ସେଠି ଗୋଟେ ମନ୍ଦିର ରହିଛି, ସେ ମନ୍ଦିର ବିଷୟରେ ସେ କହିଥିଲେ। ସେ ମନ୍ଦିରରେ ଶୈତାନର ପୂଜା କରାଯାଉଛି। ସେ ଶୈତାନ କିଏ? ସେ ଶୈତାନ ହେଉଛି ମ୍ଲେଚ୍ଛରାଜ। ଯୋଉ ମ୍ଲେଚ୍ଛରାଜ ବିଷୟରେ ଆମେ ଆପଣଙ୍କୁ କହିଲୁ, ଯେଉଁ ଶବ୍ଦ 3ଟି ଆମେ ଆପଣଙ୍କୁ କହିଥିଲୁ, ତା ଭିତରେ ଥିଲା ମ୍ଲେଚ୍ଛରାଜ ଶବ୍ଦ। ସେହି ମ୍ଲେଚ୍ଛରାଜ ଶବ୍ଦ ବିଷୟରେ ଆମେ ଆପଣଙ୍କୁ ଶେଷକୁ ଆଉ ଥରେ କହିବୁ, କାହିଁକି ନା ଏପଷ୍ଟିନର ଯୋଉ ଆଇଲ୍ୟାଣ୍ଡ ଥିଲା, ସେ ଆଇଲ୍ୟାଣ୍ଡରେ ସେହି ମ୍ଲେଚ୍ଛରାଜ ହିଁ ତାର କାୟା ବିସ୍ତାର କରିଥିଲା। ସେଠି ବର୍ତ୍ତମାନ ବି କାୟା ବିସ୍ତାର କରିଛି, କାହିଁକି ନା ଯୋଉ ଏପଷ୍ଟିନ ବର୍ତ୍ତମାନ ନାହିଁ ବୋଲି କୁହାଯାଉଛି କି ତାର ଦେହାନ୍ତ ହେଇଯାଇଛି, ଡେଥ୍ ହେଇଯାଇଛି ତାର ବୋଲି, ତାର କିଛି ପ୍ରମାଣ ନାହିଁ। ହୁଏତ ସେ ତାର ବେଶ ବଦଳେଇକି ଅନ୍ୟ ଜାଗାରେ ରହୁଥାଇପାରେ। ସେ ଏପଷ୍ଟିନକୁ ଯିଏ ମାରିଛନ୍ତି ବୋଲି କହୁଛନ୍ତି, ସେମାନେ ଏପଷ୍ଟିନ ଠାରୁ ଆହୁରି ଭୟଙ୍କର।
ଯଦି ସେତିକି ଭୟଙ୍କର ନ ହେଇଥାନ୍ତେ ସେଭଳି ଭୟଙ୍କର ଦୁର୍ଦାନ୍ତକୁ ସେ ମାରି ପାରିନଥାନ୍ତି। ଇଏ ହେଉଛି ସେଇ ୟୁଟ୍ୟୁବର ଯିଏକି ଆମେରିକାର ଲୋକ। ତ ଇଏ ଯାଇଥିଲେ ସେ ଜାଗାକୁ, ସେଇ ଯୋଉ ଏପ୍ଷ୍ଟିନର ଆଇଲାଣ୍ଡକୁ ଯାଇକି ସେଠି ଯୋଉଠି ଶୈତାନର ପୂଜା ହେଉଛି ଯୋଉ ମନ୍ଦିର, ସେଇ ମନ୍ଦିରକୁ ସେ ଯାଇଥିଲେ। ସିଏ ଟେମ୍ପଲ ବାରମ୍ବାର କହୁଛନ୍ତି, ଆମେ ତ ଏଠି ଭଏସ ଅଫ୍ କରିଛୁ, ଏ ଭଏସ ବି ଆମେ ଶୁଣେଇ ଦେବୁ, କିନ୍ତୁ ତାଙ୍କ କଥା ଆମେ ବୁଝିପାରିବା ନାହିଁ, ତାଙ୍କର ଯୋଉ ଇଂଲିଶ ଆମେ ତାକୁ ବୁଝିପାରିବା ନାହିଁ, କେବଳ ସେଠି ଲେଖି ହେଇଯାଉଛି ତଳେ। ତ ତାକୁ ଦେଖିକି ଆମେ କିଛି କିଛି ଜାଣିପାରିବା କି ସେ କଣ କହୁଛନ୍ତି। ତ ସିଏ କହିବା କଥା କି ଇଏ ହେଉଛି ସେଇ ଟେମ୍ପଲ ବା ସେଇ ମନ୍ଦିର ଯୋଉଠି ସେମାନେ ପୂଜା କରନ୍ତି। ତେଣୁ ଆମେ ଆପଣଙ୍କୁ ଗୋଟେ କଥା ଏଠି ମନେ ପକେଇ ଦଉଛୁ, ଆପଣଙ୍କର ନିଶ୍ଚୟ ମନେ ଥିବ, ଆମେ ଆପଣଙ୍କୁ ସବୁବେଳେ କହିଥାଉ କି ଶାସ୍ତ୍ରୀୟ ବିଧିରେ ପୂଜା କରନ୍ତୁ। ଶାସ୍ତ୍ରୀୟ ବିଧିରେ ପୂଜା କରିଲେ ଆମର ଦେବତାଙ୍କ ପାଖକୁ ପୂଜା ଯିବ, ନଚେତ୍ ସେ ପୂଜା ଦାନବ ମାନେ ଗ୍ରହଣ କରିବେ। ଦାନବ ଯଦି ଶକ୍ତିଶାଳୀ ହେବେ ତାହେଲେ ଆମକୁ ତାଙ୍କ କବଳରୁ କେହି ବଞ୍ଚେଇ ପାରିବେ ନାହିଁ। ଠିକ୍ ଯେମିତି ଏଠି ହେଉଛି, ଇଏ ଦାନବକୁ ଶକ୍ତିଶାଳୀ କରିବା ପାଇଁ, ଏ ମ୍ଲେଚ୍ଛରାଜକୁ ଶକ୍ତିଶାଳୀ କରିବା ପାଇଁ ଯେଉଁ ଦାନବ ରହିଛି, ଏ ସବୁ ପରଦା ପଛରେ ରହିଛି। ଯେଉଁ ଦାନବ ଆଜି ସେମାନଙ୍କୁ ପ୍ରେରିତ କରୁଛି କି ପଶୁ ବଳି ଦିଅ, ଛୋଟ ଝିଅ ମାନଙ୍କ ସହିତ ବଳାତ୍କାର କରି ତାଙ୍କୁ ଗର୍ଭବତୀ କରି ତାଙ୍କ ମାଂସକୁ ମାନେ ତାକୁ ଅର୍ପଣ କରାଯିବ ସେ ଦାନବକୁ, ତାକୁ ସେମାନେ ଖାଉଛନ୍ତି, ସେ ରକ୍ତକୁ ଦାନବକୁ ଅର୍ପଣ କରିକି ସେମାନେ ବି ପିଉଛନ୍ତି। ଏବଂ ସେ ଗର୍ଭବତୀ ହେବା ପରେ ସେ ଛୋଟ ଝିଅ ମାନେ ତାଙ୍କର ଯୋଉ ଛୁଆ ଜନ୍ମ ହେଉଛନ୍ତି ସେଇ ଛୁଆକୁ ବି ଏମାନେ ସେଇଭଳି ଖାଉଛନ୍ତି, ମାନେ ନିଜ ଛୁଆକୁ ସେମାନେ ନିଜେ ଖାଉଛନ୍ତି। ଏସବୁ ଜିନିଷକୁ ପ୍ରେରିତ କିଏ କରୁଛି, କିଏ ତାଙ୍କୁ କହୁଛି ଏସବୁ କରିବା ପାଇଁ? ସେଇ ଦାନବ, ସେଇ ମ୍ଲେଚ୍ଛ ଯିଏ ରହିଛି ପଛରେ। ତେଣୁ ଏସବୁ ଯେଉଁ ମ୍ଲେଚ୍ଛ କରୁଛି, ସେ ମ୍ଲେଚ୍ଛର ମନ୍ଦିରକୁ ଏ ଲୋକ ସେଠିକି ମାନେ ଜୀବନକୁ ପାଣି ଛଡେଇକି ଦୌଡ଼ିକି ଯାଇଥିଲା। ସେ ଭିଡିଓ ଆମେ ମାନେ ସୁଟ କରିକି ଆପଣଙ୍କ ପାଇଁ ରଖିଥିଲୁ ତାଙ୍କରି ଭିଡିଓରୁ, ଆପଣ ଲେଖାରୁ କିଛି କିଛି ବୁଝିପାରୁଥିବେ। ଏଇଠି ହିଁ ସେମାନେ ସେ ମ୍ଲେଚ୍ଛକୁ ପୂଜା କରନ୍ତି। ଏଇ ପୂଜା ଯାହା ସିକ୍ରେଟ ସୋସାଇଟିରେ ବର୍ତ୍ତମାନ ତାମିଲନାଡୁ, ଆମର ଭାରତରେ ବି ଆସି ପହଞ୍ଚି ସାରିଛି। ଭାରତରେ ଆଉ କୋଉଠି ଥିବ ସେ ମନ୍ଦିର, ସେ ଲୋକ ନିଜେ କହୁଛନ୍ତି ସେଠି କି ସିକ୍ରେଟ ସୋସାଇଟିର ସେ ମେମ୍ବର ବୋଲି। ତ ତାଙ୍କର 3 ମାସକୁ ଥରେ ପୂଜା, ରାତି 12ଟାରେ ପୂଜା। ସେ ଆଲିଏନର ପୂଜା କରୁଛନ୍ତି। ସେ ତ ଆଲିଏନ ଭଳି ଗୋଟେ ମୂର୍ତ୍ତି ଭଳି କରିକି ପୂଜା କରୁଛନ୍ତି କି ତାଙ୍କ ଆ ଭିତରେ କଣ ଅଛି କଣ ନାହିଁ କିଏ ଜାଣିଛି। କିନ୍ତୁ ଏସବୁ ଜିନିଷ ହେଉଛି, ଯାହା ଅଶାସ୍ତ୍ରୀୟ ତାହା ସବୁବେଳେ ଦାନବକୁ ଯାଇଥାଏ। ଏ କଥା ଆପଣଙ୍କୁ ମନେ ରଖିବାକୁ ପଡିବ। ଆଉ ଗୋଟେ କଥା, ଯେଉଁମାନେ ଲାଷ୍ଟକୁ ଦେଖୁଛନ୍ତି ଭିଡିଓ, ସେମାନଙ୍କ ପାଇଁ ଏ କଥାକୁ କେବେ ବି ଭୁଲିବେ ନାହିଁ। ଯେଉଁମାନେ ଭାରତ ବାହାରକୁ ଯାଇଛନ୍ତି, ଯେଉଁମାନେ ଦେଶ ସ୍ୱାଧୀନ ପୂର୍ବରୁ ମନେ ପକାନ୍ତୁ ଆଜି ପର୍ଯ୍ୟନ୍ତ, ଯେଉଁମାନେ କୁହନ୍ତି କି ଆମେ ଭାରତର ହିତ କରିବାକୁ ଯାଇଥିଲୁ, ସେମାନେ କେହି ବି ହିତ କରିବାକୁ ଯାଇନାହାନ୍ତି। ସେମାନେ ସମସ୍ତେ ଫ୍ରିମ୍ୟାସନର ହିଁ ମେମ୍ବର ହେଇକି ଆସିଛନ୍ତି ଏବଂ ଭାରତରେ କାମ କରୁଛନ୍ତି। ବହୁରୂପୀ ଏଣ୍ଡୁଅ ଭଳି ସେମାନେ ରୂପ ବଦଳେଇକି ଆମ ଭାରତୀୟ ପୂଜା ପଦ୍ଧତି ହେଉ, ଭାରତୀୟ ମାନଙ୍କର ଗୁପ୍ତ ଜୀବନ ଶୈଳୀ ହେଉ, ଏ ସବୁ ଜିନିଷର ତଥ୍ୟ ସେମାନେ ସିକ୍ରେଟ ସୋସାଇଟିକୁ ବା ଫ୍ରିମ୍ୟାସନକୁ ଦେଉଛନ୍ତି। ସିକ୍ରେଟ ସୋସାଇଟି ବା ଫ୍ରିମ୍ୟାସନ ଯେତେବେଳେ ଆମ ଭାରତୀୟ ମାନଙ୍କର ସବୁ ଗୁପ୍ତ ଜିନିଷ, ସବୁ ଦୁର୍ବଳତା ଜାଣିଯିବ ବା ଜାଣି ସାରିବଣି, ଜାଣି ସାରିଲା ପରେ ହିଁ ସେ ଏଇ ଯୋଉ କୋରୋନା ଭଳି ଭାଇରସର ଯୋଉ ହାୱା ସୃଷ୍ଟି କରିବା, ଆମ ଭାରତୀୟ ମାନଙ୍କୁ ଟୀକା ଦେବା ଏବଂ ସେ ଟୀକା ଦ୍ୱାରା ଭାରତୀୟ ମାନଙ୍କର ଜୀବନ ବିପଦରେ ପଡିବା, ଏସବୁ ଜିନିଷ ସେମାନେ ପରଦା ପଛରେ ରହିକି ହିଁ କରୁଛନ୍ତି। କୋଉ ଦେଶରେ କେଉଁ ସମୟରେ କେଉଁ ଭାଇରସ ଛଡାଯିବ, ସେ ଲୋକମାନଙ୍କୁ କେମିତି ନଚାଯିବ, ସେମାନଙ୍କ ଜୀବନକୁ କେମିତି କଷ୍ଟ ଦିଆଯିବ, ଏ ସବୁ କିଛି ସେଇମାନଙ୍କର ହିଁ ପ୍ରି ପ୍ଲାନିଂ ରହିଥାଏ। ଏବଂ ଏସବୁ କରିବା ପାଇଁ ବିଦେଶୀ ମାନେ ଆସି ବର୍ତ୍ତମାନ ସବୁ ଦେଶରେ ପହଞ୍ଚି ଗଲେଣି ଏବଂ ଭାରତରେ କେଉଁଭଳି ଭାବରେ ପହଞ୍ଚିଛନ୍ତି ଏବଂ ଗୁରୁଙ୍କର ଆସ୍ଥାନ ମଧ୍ୟ ନେଇ ସାରିଛନ୍ତି। ଆପଣ ମାନେ ଜାଣିଛନ୍ତି ଆମେ କେଉଁ ବିଷୟରେ କହୁଛୁ, ପୂର୍ବରୁ କହିଛୁ, ବାରମ୍ବାର କହିଛୁ, ଏବେ ବି କହୁଛୁ, ଆଗକୁ ମଧ୍ୟ କହିବୁ। ବିଦେଶୀ ମାନଙ୍କୁ ଦେଶରୁ ଦୂର କରନ୍ତୁ, ନହେଲେ ଭାରତ ରହିବ ନାହିଁ। ଏ ମାନବ ସମାଜ ଧ୍ୱଂସ ହେଇଯିବ। ବିଦେଶୀ ମାନେ କେବେ ବି ଭଲ ନଥିଲେ, ହେବେ ହେଇନାହାନ୍ତି କି ଆଗକୁ ହେବେ ନାହିଁ। ବିଦେଶୀ ମାନଙ୍କର ପ୍ରଥମ ଲକ୍ଷ୍ୟ ବର୍ଣ୍ଣାଶ୍ରମ ଧର୍ମକୁ ନଷ୍ଟ କରିବା। ଆପଣ ମାନେ ଜାଣିଛନ୍ତି ବିଦେଶୀ ସଂସ୍ଥା ଇସ୍କନର ମଧ୍ୟ ପ୍ରଥମ ଲକ୍ଷ୍ୟ ବର୍ଣ୍ଣାଶ୍ରମ ଧର୍ମକୁ ନଷ୍ଟ କରିବା। ବର୍ଣ୍ଣାଶ୍ରମ ଧର୍ମ ଆମ ଭାରତୀୟ ମାନଙ୍କ ପାଇଁ ବରଦାନ। ବର୍ଣ୍ଣାଶ୍ରମ ଧର୍ମ କୌଣସି ଜାତିବାଦକୁ ପ୍ରଶ୍ରୟ ଦିଏ ନାହିଁ। ଜାତିବାଦ ବିଷୟରେ ଯେଉଁମାନେ କହୁଛନ୍ତି ସେମାନେ ମଧ୍ୟ ଫ୍ରିମ୍ୟାସନର ହିଁ ଗୋଟେ ସଦସ୍ୟ, ସେମାନେ ମଧ୍ୟ ମ୍ଲେଚ୍ଛରାଜର ଅଂଶ। ସେମାନେ ମଧ୍ୟ ଆମ ଧର୍ମକୁ ନଷ୍ଟ କରିବା ପାଇଁ କୌଣସି ନା କୌଣସି ପ୍ରକାରରେ ଚକ୍ରାନ୍ତ କରୁଛନ୍ତି। ଠିକ ସେମିତି ଯେଉଁମାନେ ବିଦେଶୀ ମାନଙ୍କୁ ଗୁରୁ ଭାବରେ ଗ୍ରହଣ କରିଛନ୍ତି, ସେମାନେ ଭାରତୀୟ
ମାନେ ବଂଶୋଦ୍ଭବ ହେଇ ମଧ୍ୟ ସେମାନେ ଭୁଲ କରୁଛନ୍ତି ଏବଂ ନିଜ ଧର୍ମ ନିଜ ଦେଶ ବିରୁଦ୍ଧରେ ଯାଉଛନ୍ତି। ବର୍ଣ୍ଣାଶ୍ରମ ଧର୍ମ ଯେଉଁଦିନ ନଷ୍ଟ ହେଇଯିବ, ମ୍ଲେଚ୍ଛମାନଙ୍କ ଭିତରେ ଏବଂ ଆମ ଭିତରେ ଆଉ କିଛି ଫରକ ରହିବ ନାହିଁ। ବର୍ତ୍ତମାନ ଲୋକମାନେ ମ୍ଲେଚ୍ଛଙ୍କୁ ଗୁରୁ ଭାବରେ ଗ୍ରହଣ କରି ଏ ବର୍ଣ୍ଣାଶ୍ରମ ଧର୍ମକୁ ନଷ୍ଟ କରି ମ୍ଲେଚ୍ଛମାନଙ୍କ ସହିତ ଏକ ହେଇଯାଇଛନ୍ତି। ମ୍ଲେଚ୍ଛ ଦେଶରେ ମଧ୍ୟ ଆମର ଭାରତୀୟମାନେ ଯାଇକି ରହୁଛନ୍ତି, ସେମାନଙ୍କୁ ବିବାହ କରୁଛନ୍ତି, ଯାହାଦ୍ୱାରା ସେମାନଙ୍କର ଧର୍ମ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି ଏବଂ ସେମାନେ ମଧ୍ୟ ମ୍ଲେଚ୍ଛତ୍ୱକୁ ପ୍ରାପ୍ତ ହୋଇଛନ୍ତି ଏବଂ ମ୍ଲେଚ୍ଛ ରାଜର ଅଂଶ ହେଇଯାଇଛନ୍ତି ଏବଂ ଦାନବର ଭକ୍ତ ହୋଇଯାଇଛନ୍ତି ନିଜର ଅଜାଣତରେ। କାରଣ ଆମର ଦେବତାଙ୍କୁ ପୂଜା କରିବା ପାଇଁ ନୀତି ଅଛି, ନିୟମ ଅଛି, ଶାସ୍ତ୍ର ରହିଛି ଏବଂ ଶାସ୍ତ୍ର ବିରୁଦ୍ଧରେ ଯେଉଁ କାମ କରାଯାଉଛି ତାହା ଅଶାସ୍ତ୍ରୀୟ ଏବଂ ତାହା ଦାନବକୁ ପ୍ରାପ୍ତ ହୋଇଥାଏ। ଇଏ ୟୁଟ୍ୟୁବର ଯେତେବେଳେ ଫେରିକି ଯାଉଛନ୍ତି ସେ ବହୁତ ଜୋରେ ଚିଲଉଛନ୍ତି କି ଏପଷ୍ଟିନ୍ କଣ ଲୁଚେଇବାକୁ ଚେଷ୍ଟା କରୁଛୁ, ଏଇ କଥା ସେ ପ୍ରଶ୍ନ କରି କରି ଯାଇଛନ୍ତି। ମନୁସ୍ମୃତିରେ ମ୍ଲେଚ୍ଛ ଦେଶ ଏବଂ ମ୍ଲେଚ୍ଛମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ମ୍ଲେଚ୍ଛ ଶବ୍ଦ ଯେହେତୁ ଆମର ଶାସ୍ତ୍ର କହୁଛନ୍ତି, ତେଣୁ ଆମେ ମ୍ଲେଚ୍ଛ ଶବ୍ଦର ପ୍ରୟୋଗ କରୁଛୁ। ଏଠି କୌଣସି ବ୍ୟକ୍ତିକୁ ନିଚା ଦେଖେଇବା ଉଦ୍ଦେଶ୍ୟରେ ଆମେ ମ୍ଲେଚ୍ଛ ଶବ୍ଦର ପ୍ରୟୋଗ କରୁନାହୁଁ। ଆମର ପୂର୍ବପୁରୁଷମାନେ ମ୍ଲେଚ୍ଛଙ୍କ ଠାରୁ ଦୂରେଇ ରହିବା ପାଇଁ ଏଇଥିପାଇଁ କହିଥିଲେ, ମ୍ଲେଚ୍ଛମାନଙ୍କର କୌଣସି ସମ୍ପର୍କ ନଥାଏ। ସେମାନେ ନିଜେ ଜନ୍ମ ଦେଇଥିବା କନ୍ୟା ସନ୍ତାନ ସହିତ ନିଜେ ଶାରୀରିକ ସମ୍ବନ୍ଧ ରଖେଇବାକୁ ପଛେଇ ନଥାନ୍ତି। ଯାହା ଏପଷ୍ଟିନ୍ କରିଥିଲା, ନିଜର ଆଇଲ୍ୟାଣ୍ଡରେ କରିଥିଲା ଏବଂ ନିଜେ ସୃଷ୍ଟି କରିଥିବା ସନ୍ତାନମାନଙ୍କୁ ନେଇକି ଦାନବମାନଙ୍କର ଗୋଟିଏ ନୂଆ ସୃଷ୍ଟି ଗଠନ କରିବା ପାଇଁ ଚାହୁଁଥିଲା, ଯେଉଁଠି କେବଳ ଏପଷ୍ଟିନ୍‌ର ଦାନବ ସନ୍ତାନମାନେ ରହିବେ ଏବଂ ପୁରା ସୃଷ୍ଟିକୁ ସିଏ ଦାନବମୟ କରିଦେଇକି ଗୋଟିଏ ମ୍ଲେଚ୍ଛର ସୃଷ୍ଟି, ନୂଆ ସୃଷ୍ଟି ଯେଉଁଥିରେ କେବଳ ମ୍ଲେଚ୍ଛମାନେ ରହିବେ ଏବଂ ଦାନବମାନେ ରହିବେ, ତାର ପରିକଳ୍ପନା କରିଥିଲା। କିନ୍ତୁ ଯେହେତୁ ବର୍ତ୍ତମାନ ବି ଧର୍ମ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇନାହିଁ, ତାର ଚକ୍ରାନ୍ତ ଧରା ପଡ଼ିଲା ଏବଂ ତା ସହିତ ଯେଉଁମାନେ ଚକ୍ରାନ୍ତି ଅଛନ୍ତି ସେମାନେ ଏବେ ମଧ୍ୟ ଜୀବିତ ଅଛନ୍ତି। ସମୟକୁ ଅପେକ୍ଷା କରିବା, ସେମାନେ ମଧ୍ୟ ଦିନେ ଧରା ପଡ଼ିବେ। ରହୁଛୁ। ଜୟ ଶ୍ରୀ ଜଗନ୍ନାଥ।